ମାନଙ୍କୁ ଝୁଲି ଖେଳିବାକୁ ଭଲ ଲାଗେ କି ନାହିଁ? ମୋତେ ବହୁତ ଭଲ ଲାଗେ। ମୁଁ ତ କୁହନି ଝିଅ ବେଳେ ଏତେ ସାରା ଝୁଲି ଖେଳେ ମାନେ ସୀମା ବାହାରେ। ରଜ ହେବ ତ ବାହାରି ଯିବି 3 ଦିନ କାଳ ରଜ ଆମେ ସବୁ ବୁଲିଯିବୁ ଆମ ଗାଁରେ। ମାନେ ମୁଁ ମାନେ କ'ଣ କହିଲେ ଯେଉଁ ପଟା ଡୋଳି ଝୁଲି ଜାଣିଛନ୍ତି ତ, ଯେଉଁ ପଟା ଲାଗିଥାଏ ମାନେ 2 ଜଣ ଲେଖାଏଁ ଆମେ ଠିଆ ହେବୁ, ଏପଟରୁ ମୁଁ ବାହିବି ସେପଟରୁ ସାଙ୍ଗ ବାହିବ, ମାନେ ଏମିତି ବାଉଁ ପୁରା ଗଛ ଡାଳରେ ଲଗାଉ ଏମିତି। ମାନେ ମୋତେ ଏତେ ଭଲ ଲାଗେ ଡୋଳି, ମୁଁ କମ୍ପଲସରି ଡୋଳି ଖେଳିବାକୁ ଯାଏ। ଏମିତିକି ମାନେ ମେଳା ପଡ଼େ ଯେଉଁ, ଆମର ତ ଯାଜପୁର ଘର ନା, ତ କହିଲେ ବରୁଣେଶ୍ୱର ମେଳା ହାଇଲାଇଟ୍, ତ ସେ ମେଳାରେ ମୁଁ ଯାଏ। ମୁଁ କେବଳ ଡୋଳି ଖେଳିବାକୁ ମାନେ ଯେଉଁ ରାମ ଦୋଳି ସେଟା ମୁଁ ଖେଳିବି, ସେଟା 2 ଥର ଖଣ୍ଡ ଖେଳିବି। ତା ସହିତ ବ୍ରେକ୍ ଡ୍ୟାନ୍ସ ଖେଳିବି। ମାନେ ଡୋଳି ମୋର ଫେଭରେଟ୍। ତ ମାନେ ଯେକୌଣସି ଡୋଳି ହଉ, ଡୋଳି ମାନେ ମୋ ଫେଭରେଟ୍। ବାକି ମ୍ୟାରେଜ୍ ପରେ ବି ମୁଁ ଏଠି କ'ଣ କହିଲେ ଯେଉଁ ବାଲିଯାତ୍ରା ଆସୁଛି ବି, ବାଲିଯାତ୍ରାରେ ବି ମୁଁ ଖେଳେ। ମୋ ପୁଅ ହେଲା ପରେ ବି ଖେଳେ, କିନ୍ତୁ ଏଇଠି କରୋନା ହେଲା ପରେ ଆଉ ଖେଳୁନି, ଯେହେତୁ କେତେ ଲୋକ କ'ଣ ମରିଯାଉଛନ୍ତି, ମୁଣ୍ଡରୁ ଚୁଟି ଲାଗିକି ପୁଣି ଖୋପଡ଼ି ଉଠି ଯାଉଛି, କାହାର କ'ଣ ହେଇଯାଉଛି, ମୁଣ୍ଡ ବୁଲେଇ ଦେଉଛି। ସେଥିପାଇଁ ଡର ଲାଗିଲାଣି ଏବେ ଟିକେ ଟିକେ ମୋତେ। ବାକି କାଳେ କ'ଣ ମାନେ ମୋର କ'ଣ ହେଇଯିବ ମୋତେ ଏତେ ଟେନସନ୍ ନାହିଁ। କାଳେ ମୋର ଯଦି ବାଇଚାନ୍ସ କିଛି ବି ହେଇଗଲା, ଧୀରେ ଧୀରେ ଛୁଆ ଅଛନ୍ତି, ବାପା ମାଆ ସବୁ, ଇଏ ବି ମୋତେ ମନା କଲେ ନାହିଁ ଖେଳନି। ଇଏ ତ ବହୁତ ଡରନ୍ତି। ରାମଦୋଳି ଦୂରର କଥା, ବ୍ରେକ୍ ଡ୍ୟାନ୍ସରେ ବସିବେନି, କିଛି କୋଉଥିରେ ବସିବେନି। ସେ ଟ୍ରେନ୍ ଗାଡ଼ି ନୁହଁ, ସେ ମୋ ପୁଅ ବସିବ ସେଇଥିରେ ତାଙ୍କୁ ଧରିକି ଟିକେ ବସି ପଡ଼ିବେ। ନହେଲେ ଡୋଳି ଏମାନେ କେହି ଖେଳନ୍ତିନି। ମୋ ଶାଶୁ ଘରେ ନଣନ୍ଦ ବି ଡରନ୍ତି, ଇଏ ବି ଡରନ୍ତି, କେହି ଖେଳିବେନି ଡର। ମୁଁ ହିଁ କେବଳ ରାମଦୋଳି ଖେଳେ। ନୂଆ ଯେତେବେଳେ ମ୍ୟାରେଜ୍ କରିକି ଆସିଲି, ମାନେ ମୁଁ ହସି ହସି ରହିଛି। ମୋତେ ନେଇକି ଗଲେ ଯେତେବେଳେ ମାନେ ବାଲିଯାତ୍ରା, ଆମର କମ୍ପଲସରି ବାଲିଯାତ୍ରା 2-3 ଥର ଯିବୁ। ଫ୍ୟାମିଲି ସହିତ ଥରେ ଯିବୁ, ମାନେ ସବୁ ହୋଲ୍ ବାପା ମାଆ ସମସ୍ତେ। ତାପରେ ଆଙ୍କ ସହିତ ବି ମୁଁ 2-3 ଥର ଯାଏ। ତା ସହିତ ନଣନ୍ଦ ଘର ସହିତ ବି ସବୁ ମିଶିକି ଯାଉ। ଏମିତି 2-4 ଥର 5 ଥର ଖଣ୍ଡ ଯାଉ। ବାକି କ'ଣ କରୁ ନା, ମୁଁ ତ ରାମଦୋଳି ଯେତେ ଥର ଯିବି ରାମଦୋଳି ଖେଳିବି। ଇଏ ପୁରା ଡରିକି ଆଶ୍ଚର୍ଯ୍ୟ। ନୂଆ ମ୍ୟାରେଜ୍ କରିଥିଲେ ବେଶୀ କିଛି କୁହନ୍ତିନି ମୋତେ, ସିଏ ଡରନ୍ତି। ମୁଁ ଆସ ସାଙ୍ଗ ଏଇଠି ବସେ, ଜମା ମାରିବନି, ପାଖକୁ ଯିବେନି, କହିବେ ନାଇଁ ମୁଁ ଅଛି ତମେ ଯାଅ ଖେଳ ହେଲା। ସେ କୌଣସି ଜିନିଷ ମୋତେ ମନା କରିବେନି, ତମ ଇଚ୍ଛା ଯାଉଛି ଖେଳ କର, ଖାଅ ପିଅ, ମନ ଇଚ୍ଛା, କିଛି କେଉଁଥିରେ ବାରଣ ନାହିଁ। ବାକି ସିଏ ଭାରି ଡରନ୍ତି। ଏବେ ଟିକେ ବଦଳି ଯାଇଛନ୍ତି, ନହେଲେ ସେ ବହୁତ ଡରୁଆ। ମାନେ କୁହନି, ତାଙ୍କ କଥା କହିବେ ମାନେ ହସି ହସି ପେଟ ଧରିଯିବ। ଗୋଟେ କଥା କହୁଛି, ମୁଁ ନୂଆ ମ୍ୟାରେଜ୍ କରି ଆସିଥିଲି, ମାନେ ଏତେ ସେ ଡରୁଆ ମାନେ ଭାବି ପାରିବେନି। ମାନେ ମ୍ୟାରେଜ୍ର ମୋର 15-17 ଦିନ ଖଣ୍ଡେ ହେବ। ମୁଁ କ'ଣ କଲି ନା, ଇଏ ଏକଲା ରୁମ୍ରେ ଶୋଇଥିଲେ, ମାନେ ସନ୍ଧ୍ୟା 7ଟା ଖଣ୍ଡ ବେଳେ ହେବ। ସେମାନେ ରାତିରେ ଏକା ଜମା ଗୋଟେ ରୁମ୍ରେ ଶୋଇବେନି। ମୁଁ ଯେଉଁ ମୋ ବାପ ଘରକୁ ଯାଏ, ସେ କ'ଣ କରନ୍ତି ନା ଭାଇ ଭଉଣୀ ଗୋଟେ ରୁମ୍ରେ ଶୋଇବେ ହେଲା। ମାନେ ସେ ଏକା ଜମା ଶୁଅନ୍ତି ନାହିଁ। ଏବେ ତ ଏକା ଶୋଇଗଲେଣି, ବାକି ଆଗରୁ ଜମା ଏକା ଶୋଇବେ ନାହିଁ। ଆଉ ସେଇ ମାନେ ବାହାଘର 15-17 ଦିନ ପରେ 7ଟା, 6:30, 7ଟା କି 7:15-20 ହେବ ଏମିତି ହେଇଥାଏ। ମୁଁ ସେତେବେଳେ କ'ଣ କଲି ନା, ସେ ଏପଟ ଘରେ ଟିଭି ଦେଖିକି ମାନେ ଶୋଇଥିଲେ ଯଦି ମୁଁ କ'ଣ କଲି ନା, ଏପଟ ରୁମ୍ରୁ ବାହାରିକି ଯାଇକି ବାଲକୁନି ବାଟେ ଯାଇକି ମାନେ ଝରକା ପଟେ ଟିକେ ଚୁଡ଼ି ଖଡ଼ ଖଡ଼ କରିଦେଲି, ଝଣଝଣ କରିଦେଲି। ସିଏ ପୁରା କୁହନି ମାନେ ହସି ହସି ପେଟ, ତାପରେ ଭାବି ପାରିବିନି, ରୁମ୍ରୁ ଦୌଡ଼ିକି ପଳେଇ ଆସିଲେ। ମୁଁ ସେପଟେ ଦୌଡ଼ିକି ଝଟକିନି ପଳେଇ ଆସିକି ଅପା ରୁମ୍ରେ ବସିଗଲି। ସିଏ ଝଟକିନା ଦୌଡ଼ି ଯାଇ ବାପା ମାଆଙ୍କ ରୁମ୍ରେ, ବାପା ବୋଉ ଯାଇଥାଉ, ସେ ମାନେ ବାଲକୁନି ପଟେ କିଏ ଗୋଟେ ଝୁମଝୁମ କରୁଛି। ହେଇ ଡରିକି ଛାନିଆ, ଏତେ ମାନେ ଡରୁଆ ଛେରୁଆ ଥିଲେ ମାନେ ମୁଣ୍ଡ ଖରାପ। ମୁଁ ଆସି ହସି ହସି ନାକେ ଦମ ଅପା ରୁମ୍ରେ, ମୁଁ ଯାଇ ତାର ପଛରେ କହିଲି, ମୁଁ କହିଲି କ'ଣ ହେଇଛି। ହେଠୁ ମୋତେ ସକ୍ କଲେ, ମୋତେ ମାଆ ହରିକା ବାପା କହିଲେ ଏଇ ମିଲି ଯାଇଛି ବୋଧେ, ତୁ ଡରୁ ଆଉ ସେଇଥିପାଇଁ ଡରେଇଛୁ। ମାନେ ମୁଁ କୁହନି ସେତେବେଳେ ଏବେ ତ ଏକା ସେ ଶୋଇପଡ଼ୁଛନ୍ତି, ମାନେ ଆଗରୁ କୁହନି ତାଙ୍କ କଥା, ମାନେ ହସି ହସି ମୁଣ୍ଡ ଦରଜ ହେଇଯାଏ ନା, ମାନେ ମୁଣ୍ଡ ବି ବଥା ହେଇଯାଏ ମୋତେ ଭାବିଲେ ଏସବୁ ଜିନିଷ। ଏବେ ସେ ଟିକେ ଚେଞ୍ଜ ହେଇଯାଇଛନ୍ତି, ଏକଲା ରୁମ୍ରେ ଶୋଇପଡ଼ନ୍ତି ଏବେ, ଡର ନାହିଁ ଆଉ। ନହେଲେ ଭାରି ଡରୁଆ। ଯଦି ପବନ ଟିକେ କ୍ୟାଲେଣ୍ଡର ଉଡ଼ିଯିବ କି କେଉଁଠି ସ୍କିନ୍ ଉଡ଼ିଯିବ, ହେଇ ଭୂମିକମ୍ପ ହେଲା, ସମସ୍ତଙ୍କୁ ଡାକିକି ତଳକୁ ନେଇକି ପଳାଇବେ, ଚାଲ ତଳକୁ ପଳାଇବେ। ମାନେ ଏତେ ଇଏ ଥିଲେ। ମାନେ ସେ କଥା ଭାବିଲେ ସେତେବେଳେ ମୁଁ ବି ମାନେ ବୟସ ବି କମ୍ ଥିଲା, ମୋର ବି 23-24 ବର୍ଷ ହେଇଥିଲା, ନୂଆ ମ୍ୟାରେଜ୍ କରିଥିଲି। ମୁଁ ବି ମାଇଣ୍ଡ ମୁଁ ଛୁଆ ପିଲା ସାଙ୍ଗ ସମସ୍ତେ ତ ଖେଳେ, ମୋର ସେମିତି କିଛି ନଥିଲା। ଆଉ ଏବେ ତ ଛାଡ଼, ଏବେ ସଂସାରିକ ହେଇଗଲେଣି, ଟାଇମ୍ କେଉଁଠି ଆସିବ ସୁଧେ। ଆଉ ଏମିତି କରିକି
दिन आसिक अनु अनु 11 वर्ष बीतीगलानी जानी होनी सुधे दुईटा पिलार माँ हो सारे माने काली परिका लगुच। से दिन ए दिन भीतर बहुत तफात से मु छुआ भाया थी एवं मोर दुईटा छुआ बहुत भाविले समस्त लाइफ रे दिन से आसे छाड़ कौन करवा आम पार्क बुलाबुली सब सरी जाइए आम रेस्ट करदेलु भारी झाड़ बोला कहतनी प्रबल झाड़ बोला आम टे बसिकी ठंडा पानी भी माने मिलूला आम बोतल नहीं पानी पीटे रेस्ट करूँ तापर आम जाइए आंब बगीचारू दीटा मु टेका पकई समस्ते नौला दीदी जेहेतु मु टेका पकईकी 8-10टा आंब भी पारिकी आनिली भाई मो हजबैंड तो से सब जिन जमा भी नुह टेका पकई झड़े भी पारे मु पकईकी मोर भाईर मोर आनलु 10-20टा खंड तापर आम सेठू बाहरी पलि आसिलु आ संध्या संध्या हो गला तो ये बुलाबुली करके पानी फाणी पी रेस्ट करी तब सेठू बाहर आसिलु कारण हुइसिल भी मारे जे भी जावाई चल चल कहले तो आम से आम भी बहुत टायर्ड होती माने मु आंब पारिकी पूरा धईस हो चुटी फुटी पूरा भेदी जाइए जेहेतु खोला छुट्टी कर जाइली खोला छुट्टी कले टे सुंदर लगते समस्ते मो कथा नुह समस्त लगते से जुआडे जाए खोला छुट्टी करदे तार आम हेटू बाहरी पलि आसलु मो सान पुटे गाड़ी बस बुले कहलु कहला हाँ माइला बाकी बसला पर डरीगला तापर बसला बहे 2-4 राउंड माइला सेठू कलापर आम टे से पाखापाखि देखी आम कि खाईदेलु खाईदेलु कौन एत भिड़ खाइबा माने खाइबापी भी भिड़ पूरा माने आइसक्रीम कहतुनी माने आइसक्रीम समस्त गोटे गोटे आनी सेटा भी माने पॉसिबल हो पाइलानी मो माने आम जाइलु 5 जन मो सान पुओ भी खाऊला तो 4टा मिलला तो सान पुअर मोर गोटे खाइलु आ समस्त गोटे गोटे देलु सेटा भी केते कष्ट नहीं आइली आ सेठी खाईदेलु पेट पूरा रास्तार साइड्रे तो खाईदेला तापर आम घर आसला बेले घर पर किसी मिठा नहीं आइलु जेहेतु माँ कहते राति पिठा हम तो घरे माँ पोटल आलू भाजी देते सरू सरू कर गलु पिठा करदेली मिठा देदेली राति डिनर आमर सरी जाइए आराम से खाई पीकि एंजॉय करके आम शोपा रही सांग मैंने बाय बाय नेक्स्ट वीडियो देखा।